ବ୍ୟାସନଗର ପୌର ପରିଷଦ ସ୍ଥିତ ଚୋରଦା ଗ୍ରାମ ପକ୍ଷରୁ ମା ସରସ୍ୱତୀ ପୂଜା ଉପଲକ୍ଷେ ଆସନ୍ତା ଫେବୃଆରୀ ମାସ 16-17 ତାରିଖ ଦିନ ଦ୍ୱିତୀୟ ବର୍ଷ ମଞ୍ଚ ନାଟକ ପରିବେଷଣ ନିମନ୍ତେ ଶୁଭ ମୁହୂର୍ତ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନିର୍ଦ୍ଦେଶକ ବାଦଲ କୁମାର ରାଉତ ଓ ଚୋରଦା ଗ୍ରାମର ସମ୍ପାଦକ ରବିନାରାୟଣ ପୁହାଣ ସହ ଚୋରଦା ଗ୍ରାମର ବରିଷ୍ଠ ଗ୍ରାମବାସୀ ତଥା ଯୁବ କଳାକାରମାନେ ଉପସ୍ଥିତ ରହି ମା ସରସ୍ୱତୀଙ୍କ ମନ୍ଦିରରେ ନାଟକ ବହିକୁ ପୂଜା କରି ଶୁଭ ମୁହୂର୍ତ୍ତ କରାଇଥିଲେ। ତେବେ ନିର୍ଦ୍ଦେଶକ ବାଦଲ ରାଉତ ଯୁବ କଳାକାରଙ୍କୁ ନେଇ ବେଶ୍ ଉତ୍ସାହିତ ଥିବା କୁହନ୍ତି। ବିଗତ ବର୍ଷ ଗ୍ରାମର ଯୁବ କଳାକାରଙ୍କ ଦ୍ୱାରା ପ୍ରଥମ ଥର ନାଟକ ପରିବେଷଣ କରି ଗ୍ରାମ ତଥା ସହରରେ ବେଶ୍ ପ୍ରଶଂସା ପାଇଥିଲେ। ତେବେ ଚଳିତ ବର୍ଷ ଏହି ଯୁବ କଳାକାରମାନେ ଦୃଢ଼ ଇଚ୍ଛା ଓ ନିଷ୍ଠାର ସହ ଆହୁରି ଉନ୍ନତ ଧରଣର ଅଭିନୟ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏବଂ ଏ ବର୍ଷ ମୁଁ ଯାହା ଆସିକି ଅନୁଭବ କରୁଛି ବା ଦେଖୁଛି ପିଲାମାନଙ୍କ ଭିତରେ ବହୁତ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ଏମାନେ ପ୍ରସ୍ତୁତ ମଧ୍ୟ ଭଲ ରକମ ହେବେ ବୋଲି ମୁଁ ଆଶା କରୁଛି। ଏ ବର୍ଷ ଆମେ ଦୁଇଟି ନାଟକ ଚିନ୍ତା କରୁଛୁ। ଗୋଟିଏ ହେଲା କହ୍ନେଇ ରଜା ମୋ ବାଇଦ ବଜା, ଆଉ ଗୋଟିଏ ହେଲା କଳଙ୍କ ମୋ ପାଇଁ ଚନ୍ଦନ ଟୋପା। ଦୁଇଟି ଯାକ ପାରିବାରିକ ନାଟକ ଏବଂ ଭଲ କାହାଣୀ। ଏବଂ ମୁଁ ବି ମଧ୍ୟ ପ୍ରତିଶ୍ରୁତି ଦେଉଛି ଯେ ଏ ବର୍ଷ ମୁଁ ଗତ ବର୍ଷ ଠାରୁ ଅଧିକ ଖଟିବି, ନିର୍ଦ୍ଦେଶନା ଦେବି, ଭଲ ନାଟକ କରିବି ଏବଂ ଏ ଅଞ୍ଚଳ ପାଇଁ ନୁହଁ, ଯାଜପୁର ରୋଡ଼ରେ ସବୁଠୁ ସୁନ୍ଦର ନାଟକ ହେବ, ଏହା ମୋର ଦୃଢ଼ ସଂକଳ୍ପ।